ଦାମ୍ପତ୍ୟ ଜୀବନର କେତୋଟି ଦିଗ। ନାରୀର ବାହ୍ୟ ସୌନ୍ଦର୍ଯ୍ୟ ଆକର୍ଷିତ କରେ ପୁରୁଷର ଦୁଇ ଆଖିକୁ, କିନ୍ତୁ ଅନ୍ତଃଗୁଣ ଛୁଏଁ ପୁରୁଷର ହୃଦୟ। ବାହ୍ୟ ସୌନ୍ଦର୍ଯ୍ୟ ଆକର୍ଷଣ, ସ୍ଥାୟିତ୍ୱ କ୍ଷଣସ୍ଥାୟୀ, ଅନ୍ତରର ଚିରନ୍ତନ। ଯେଉଁ ସ୍ତ୍ରୀ ନିଜର ସ୍ୱାମୀଙ୍କ ସେବା କରିବାରେ କୁଣ୍ଠାବୋଧ କରେ, ସଫଳ ପତ୍ନୀର ମର୍ଯ୍ୟାଦା ପାଏ ନାହିଁ। ଯଦି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣାର ଅଭାବ ଘଟେ, ତେବେ ଦାମ୍ପତ୍ୟ ଜୀବନ କେବେ ବି ସୁଖଦ ହୋଇପାରିବ ନାହିଁ। ଯେଉଁଠି ଭଲ ପାଇବା ସ୍ଥିତପ୍ରଜ୍ଞ, ସେଠି ବିଚ୍ଛେଦ ମୁଣ୍ଡ ଗୁଞ୍ଜି ପାରେ ନା। ନାରୀ ସେଇଠି ଦେବୀ ଭଳି ପ୍ରତ୍ୟୟ ହୋଇଥାଏ, ଯେଉଁଠି ନିଜେ ଜଳି ଅନ୍ୟକୁ ଆଲୋକିତ କରିଥାଏ। ଭଉଣୀ ପରି ସ୍ନେହ ଓ ମାର ମମତା ଦେଇ ଯିଏ ପ୍ରେମ କରେ, ସେ ହିଁ ପ୍ରେମିକା ହୋଇପାରେ। ମନର ଆସକ୍ତି କ୍ଷଣସ୍ଥାୟୀ ଓ ହୃଦୟର ମମତା ଚିରସ୍ଥାୟୀ। ସୌଭାଗ୍ୟ ଆଣେ ତୁଳସୀ। ତୁଳସୀ ଗଛ ଏକ ପବିତ୍ର ଗଛ। ହିନ୍ଦୁ ଧର୍ମରେ ଏହାର ମାହାତ୍ମ୍ୟତା ବେଶ ଉଚ୍ଚରେ ରହିଛି। ସେଥିପାଇଁ ପ୍ରତ୍ୟେକ ହିନ୍ଦୁଙ୍କ ଘରେ ତୁଳସୀ ଚଉରାଟିଏ ଥିବା ଦେଖିବାକୁ ମିଳେ। ତୁଳସୀ ଚଉରା ଏବଂ ଏହାର ଆଖପାଖ ଅଞ୍ଚଳକୁ ଯେତେ ସଫା ସୁତୁରା ରଖିଲେ ସେତେ ଭଲ, ନଚେତ୍ ଏହାର କୁପ୍ରଭାବ ପରିବାର ଉପରେ ପଡ଼ିଥାଏ। କୁହାଯାଏ, ହଠାତ୍ ତୁଳସୀ ଗଛ ଶୁଖିଗଲେ କିମ୍ବା ଆଉଳିବାକୁ ଲାଗିଲେ ଏହାର ଏକ କାରଣ ଅଶୁଦ୍ଧତା ମଧ୍ୟ ହୋଇଥାଏ। ତେଣୁ ପ୍ରତିଦିନ ତୁଳସୀ ଗଛ ଥିବା ସ୍ଥାନକୁ ପରିଷ୍କାର କରିବା ଆବଶ୍ୟକ। ସେହିପରି ତୁଳସୀ ଗଛ ଲାଗିଥିବା କୁଡ଼ୁଆରେ ଅନ୍ୟ କୌଣସି ଗଛ ଲଗାଇବେ ନାହିଁ। ଏହା ଦ୍ୱାରା ତୁଳସୀ ଗଛ ବଢ଼ିବାରେ ବାଧାପ୍ରାପ୍ତ ହୋଇଥାଏ। ଅନ୍ୟପକ୍ଷେ କୁହାଯାଏ, ଜଳ ସହିତ କ୍ଷୀର ମିଶାଇ ତୁଳସୀ ଚଉରାରେ ଦେଲେ ତୁଳସୀ ଗଛ ଭଲ ବଢ଼ିବା ସହ ସବୁଜ ଶ୍ୟାମଳା ହୋଇଥାଏ। ସେହିପରି ସନ୍ଧ୍ୟାବେଳେ ତୁଳସୀ ଚଉରା ପାଖରେ ଜଳା ଯାଇଥିବା ଦୀପ ଲିଭିଗଲା ପରେ ସେଠାରୁ ସଙ୍ଗେ ସଙ୍ଗେ ନେଇ ଆସିବା ଦରକାର, ନଚେତ୍ ଏହା ନକାରାତ୍ମକ ଉର୍ଜା ଉତ୍ପନ୍ନ କରିଥାଏ। ବିଦ୍ୟାହୀନ ଲୋକର ଜୀବନ, ବନ୍ଧୁ ବାନ୍ଧବହୀନ ଲୋକର ସମସ୍ତ ଦିଗ, ପୁତ୍ର ନଥିବା ଲୋକର ଗୃହ ଶୂନ୍ୟ ବୋଲି ବିବେଚିତ ହୋଇଥାଏ। ଏସବୁ କିଛି ନଥିବା ଲୋକ ପକ୍ଷରେ ସଂସାର ଶୂନ୍ୟ ବୋଲି ମନେ ହୁଏ। ସର୍ବବିଧ ଶୂନ୍ୟତାକୁ ଦାରିଦ୍ର୍ୟ କୁହାଯାଏ। ଯଦି କାହା ସହିତ ଆପଣ ଜୀବନସାରା ରହିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ କେବେ କୁହନ୍ତୁ ନାହିଁ ଯେ ଆପଣ ତାଙ୍କୁ ଜୀବନଠାରୁ ବି ଅଧିକ ଭଲ ପାଆନ୍ତି, କାରଣ ପ୍ରାୟତଃ ସେହି ଲୋକମାନେ ହିଁ ଅଧିକ ବଦଳି ଯାଆନ୍ତି। ଯାହାକୁ ଆମେ ଅଧିକ ସମ୍ମାନ ଓ ସମୟ ଦେବା ଆରମ୍ଭ କରିଥାଉ। ପୁସ୍ତକରେ ଥିବା ପାଠ, ପର ପାଖରେ ଥିବା ଧନ ଆବଶ୍ୟକ ସମୟରେ କାମରେ ଆସେ ନାହିଁ। କାରଣ ପାଠ ମୁଖସ୍ଥ ନହେଲେ ତାହା ଜାଣିବା ନ ଜାଣିବା ସମାନ। ଧନ ମଧ୍ୟ ନିଜ ପାଖରେ ନଥାଇ ପରହସ୍ତରେ ଥିଲେ ତାହା ଥିବା ନଥିବା ପରି ସମାନ। ରାଜାଙ୍କର ପତ୍ନୀ, ଗୁରୁପତ୍ନୀ, ବନ୍ଧୁପତ୍ନୀ, ଶାଶୁ ଓ ନିଜର ମାତା, ଏହି 5 ଜଣ ମାତୃତୁଲ୍ୟ ଅଟନ୍ତି। ପୃଥିବୀର କୌଣସି ମହତ୍ ବା ଶ୍ରେଷ୍ଠ କାର୍ଯ୍ୟ ଉଦ୍ୟୋଗ ଛଡ଼ା ସମ୍ପନ୍ନ ହୋଇନି। ଉଦ୍ୟୋଗ ମାଧ୍ୟମରେ ହିଁ ଉଦ୍ଦୀପନା ସୃଷ୍ଟି ହୁଏ। ଉଦ୍ଦୀପନା ମଧ୍ୟରୁ ହିଁ ସଫଳତା ଆସେ। ଉଦ୍ୟୋଗ ହେଉଛି ଅନେକଟା ସଞ୍ଜୀବନୀ ସଦୃଶ। ମଣିଷ ମନ ମଧ୍ୟରେ ଉଦ୍ଦୀପନାର ବୀଜ ସୁପ୍ତ ଅବସ୍ଥାରେ ଥାଏ, କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ। ଯେକୌଣସି ମଣିଷ ଜୀବନରେ ଉଦ୍ଦେଶ୍ୟ ହୀନତା ହେଉଛି ଏକ ଅଭିଶାପ। ଉଦ୍ଦେଶ୍ୟ ହୀନତା ଭିତରୁ ହିଁ ବ୍ୟର୍ଥତା ସୃଷ୍ଟି। ଉଦ୍ଦେଶ୍ୟହୀନ ମଣିଷ
ଲକ୍ଷ୍ୟହୀନ ଭାବରେ ବେତାଳିଆ ପଦକ୍ଷେପରେ ଆଗକୁ ଯିବାକୁ ଚାହେଁ। ସେମାନେ ଚରମ ଅନିଶ୍ଚିତତା ଦିଗକୁ ବଢ଼ାଇଥାନ୍ତି। ସତରେ ଖୁସିରେ ରହିବାର ଅଛି ନା କେବଳ ଜଣକର ହେଇକି ରୁହନ୍ତୁ। ସମୟ ଆଉ ପରିସ୍ଥିତି ଯେମିତି ବି ଥାଉ, ଭଲ ପାଇବା ତା ପ୍ରତି କେବେ କମ୍ ହେବାକୁ ଦିଅନ୍ତୁ ନାହିଁ। କାହିଁକି ନା ହୃଦୟରୁ ଭଲ ପାଇବା ଲୋକ ବହୁତ କମ୍, କିନ୍ତୁ ହୃଦୟରୁ ଖେଳିଲା ବାଲା ବହୁତ ଅଛନ୍ତି। ଜୟ ଶ୍ରୀ ଜଗନ୍ନାଥ।